ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର। ଲେଖକ ବାରିଷ୍ଟର ଗୋବିନ୍ଦ ଦାସ। ବେହେରା ସଲାମ ଦେଇ ପଚାରିଲା, ମେମ୍ ସାହାବ, ବ୍ରେକଫାଷ୍ଟ? ନୀରା କହିଲେ, ସାହେବ ବାଥରୁମରୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ସଲାମ ଜଣାଇ ବେହେରା କୋଠରୀରୁ ନିର୍ଗତ ହେଲା। କାଉଲ ବାଥରୁମରୁ ଆସିଲେ ସୁସଜ୍ଜିତ ହୋଇ। କଳା ପ୍ୟାଣ୍ଟ, କଳା କୋଟ୍, ଛାତି ପକେଟରେ ଧଳା ସିଲ୍କ ରୁମାଲ, କଳା ଜୋତା, ଧଳା ଜାମା ଉପରେ ସୁନ୍ଦର ଏକ ଲଣ୍ଡନର ଟାଇ। ଟ୍ରେ ପାଖକୁ ଆସି ଗୋଲାପ ଫୁଲଟିକୁ କୋଟ୍ର ଉଦ୍ଦିଷ୍ଟ କଣାରେ ଖୋସିଲେ। ନୀରାଙ୍କ ଆଡ଼କୁ ମୁହଁ ବୁଲାଇ ପଚାରିଲେ, ବ୍ରେକଫାଷ୍ଟ? ନୀରା କହିଲେ, ମୋର ଅଭ୍ୟାସ ନାହିଁ ଏତେ ସକାଳୁ। ତୁମେ ଯଦି ଚାହଁ ମୁଁ ଅପେକ୍ଷା କରିବି ତୁମର ଖାଇବା ଶେଷ ପର୍ଯ୍ୟନ୍ତ। ଉପହାସ ସ୍ୱରରେ କାଉଲ କହିଲେ, ବିନା ଫିସ୍ରେ ଅପେକ୍ଷା କରିବ? ଅପେକ୍ଷା ପାଇଁ ଚାର୍ଜ କରୁନାହିଁ। ସେଇଟା ଜୀବନର ଅଙ୍ଗ। ସବୁବେଳେ ଆମକୁ ଅପେକ୍ଷା କରିବା ପାଇଁ ପଡ଼େ। ଉତ୍ତରରେ କହିଲେ ମିସ୍ ନୀରା। ତାହେଲେ ଚାଲ। ଦୁହେଁ ବାହାରି ପଡ଼ିଲେ ତଳ ମହଲାକୁ। ଡ୍ରାଇଭର ଆସି ସାରିଲାଣି। ଗାଡ଼ିରେ ବସିଲେ ମିଷ୍ଟର କାଉଲ ଓ ମିସ୍ ନୀରା। ସେତେବେଳକୁ ରବିବାରର ସୂର୍ଯ୍ୟ କଲିକତା ସଡ଼କକୁ ଉଜ୍ଜ୍ୱଳ କରୁଥାଏ। ପ୍ରଥମେ ନୀରା ପଚାରିଲେ, କୁଆଡ଼େ ବର୍ତ୍ତମାନ ଯିବ? ଚର୍ଚ୍ଚକୁ? ତୁମେ କ'ଣ ଖ୍ରୀଷ୍ଟିଆନ? ବୋଧହୁଏ ନୁହେଁ। ତେବେ ପିଲାଦିନରୁ ମିଶନେରୀ ସ୍କୁଲରେ ପଢ଼ିଛି। ଚର୍ଚ୍ଚର ମ୍ୟୁଜିକ୍ ଖୁବ୍ ଭଲ ଲାଗେ, ବିଶେଷତଃ ରବିବାର ସକାଳର ଶାନ୍ତ ଗମ୍ଭୀର ପିଆନୋ ମ୍ୟୁଜିକ୍। ଶୁଣ, ତୁମର ଯିବାର ସ୍ଥାନ ମୋତେ ଦେଖାଇବା ପାଇଁ ଯଦି ଲଜ୍ଜିତ ହେଉଥାଅ, ତାହେଲେ ମୋତେ ପ୍ରଥମରେ ଚର୍ଚ୍ଚରେ ଛାଡ଼ିଦେଇ ଏ ଗାଡ଼ି ତୁମକୁ ନେଇଯିବ ତୁମର ନିର୍ଦ୍ଦେଶ ମୁତାବକ। ନୀରା ସାମାନ୍ୟ କ୍ଷୁବ୍ଧା ହୋଇ କହିଲେ, ଅନାୟାସରେ କଠିନ କଥା କହିବାର ଦକ୍ଷତା ଖୁବ୍ ଅଛି, ସ୍ୱୀକାର କରୁଛି। ବାକ୍ୟ ପୂରଣ ହେଉ ହେଉ କାଉଲ କହିଲେ, ଆଉ ମଧ୍ୟ ସ୍ୱୀକାର କରିବ ଯେ ମୁଁ ଲଜିକାଲ। କିଛି ଅବାନ୍ତରର ପ୍ରଶ୍ରୟ ଦିଏ ନାହିଁ, କଥାରେ ବା କାର୍ଯ୍ୟରେ। ତୁମେ ଜାଣିଥିବ ବୋଧହୁଏ, କୌଣସି ବିଚକ୍ଷଣ ଲୋକକୁ ଇଚ୍ଛା ମତେ ପରିଚାଳନା କରିବା ପାଇଁ ଯେକୌଣସି ନାରୀ ପକ୍ଷରେ ସମ୍ଭବ, କିନ୍ତୁ ନିର୍ବୋଧ ବ୍ୟକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବିଚକ୍ଷଣ ନାରୀ ବି ଅସମର୍ଥ। ଆଉ ତୁମେ ବିଚକ୍ଷଣ, ସେତିକି ଯାହା ସାନ୍ତ୍ୱନା। ନୀରା ଅନାଇଲେ କାଉଲଙ୍କ ଆଡ଼କୁ। କାଉଲ ଉପଭୋଗ କଲେ ନୀରାଙ୍କ ବୁଦ୍ଧିମତା। କଲିକତା ସହରଟି ରବିବାରର ସକାଳେ ଗୋଟିଏ ସଦ୍ୟ ଜାଗ୍ରତ ଶିଶୁ ପରି ମନେହୁଏ, କୋମଳ, ନିର୍ବିକାର। ଚର୍ଚ୍ଚ ସାମ୍ନାରେ ଗାଡ଼ି ପହଞ୍ଚିଲା। ଡ୍ରାଇଭର ଗାଡ଼ିର ଦରଜା ଖୋଲିଦେଲା ନୀରାଙ୍କ ପଟୁ। ନୀରା ଗାଡ଼ିରୁ ଓହ୍ଲାଇଲେ। ଆର କଡ଼ରୁ ଓହ୍ଲାଇଲେ କାଉଲ। ନୀରା ପାଖକୁ ଯାଇ ବିଦାୟର ଭୂମିକା ଆରମ୍ଭ କଲେ। ନୀରା କାଉଲଙ୍କୁ ଅନ୍ୟ କିଛି କହିବାର କୌଣସି ସୁଯୋଗ ନ ଦେଇ ପଚାରିଲେ, ଏହା ଭିତରକୁ ମୁଁ ଯାଇପାରିବି? ପରିଚିତ ଲୋକଙ୍କ ପାଖରେ ତୁମେ ଅପମାନିତ ହେବ ନାହିଁ ତ? ନା। ଯେ ମୋତେ ଜାଣେ, ମୋର ସମୁଦାୟ ରୂପକୁ ଚିହ୍ନେ, କାହା ପାଖରେ କୌଣସି କାର୍ଯ୍ୟ ପାଇଁ କିଛି କୈଫିୟତ ଦେବାକୁ ନାହିଁ ମୋ ଜୀବନରେ। ତା ଛଡ଼ା ମୁଁ ତ କିଛି ଅନ୍ୟାୟ କରିନାହିଁ, କାହା ଇଚ୍ଛା ବିରୁଦ୍ଧରେ କିଛି କରିନାହିଁ। ମୁଁ ଉପଭୋଗ କରିଛି, ତୁମେ ଜୀବିକା କରିଛ। କୁଇଟ୍ସ। ସ୍ୱୀକାର କରୁଛି ତୁମେ ଲଜିକାଲ। ତୁମର ଶିକ୍ଷା କ'ଣ? ତୁମ ପରି ଲୋକଙ୍କର ଭାଷା ବୁଝିବା ପାଇଁ ଯଥେଷ୍ଟ। ଭିତରକୁ ଆସ, ନିର୍ଦ୍ଦେଶ ଦେଲେ କାଉଲ। ସେତେବେଳକୁ ଚର୍ଚ୍ଚର ସର୍ଭିସ ଆରମ୍ଭ ହୋଇଗଲାଣି। ପଛ ପାଖରେ ବେଞ୍ଚରେ ଦୁଇଜଣ ବସିଲେ। ଫାଦର ସରମନ ଦେଲେ। ଶେଷରେ ସମସ୍ତେ କହିଲେ ଆମେନ୍। ମୁଣ୍ଡ ନତ କରି ପ୍ରଣାମ ଜଣାଇଲେ ଅନ୍ୟ ସମସ୍ତେ, କାଉଲ ଓ ନୀରାଙ୍କ ବ୍ୟତୀତ। ଚର୍ଚ୍ଚ ତରଫରୁ ଚାନ୍ଦା ମଗା ହେଲା। କାଉଲ 50ଟି ଟଙ୍କା ଦେଲେ। ବଡ଼ ବଡ଼ ଖିଲାଣ। କାନ୍ଥର ଚାରି କଡ଼ରେ ବାଇବେଲରେ ବର୍ଣ୍ଣିତ ବିଷୟବସ୍ତୁର ଚିତ୍ରଣ। ଯୀଶୁଙ୍କର କ୍ରୁଶବିଦ୍ଧ ଶରୀର, ପାଦ୍ରୀଙ୍କ ଭାଷା, ସମବେତ ଜନତାର ନିବେଦନ ନୀରାଙ୍କ ମନ ଉପରେ ଗୋଟିଏ କୋମଳ ପ୍ରଲେପ ଦେଉଥାଏ। ସଚେତନ ଭାବରେ କୌଣସି ମନ୍ଦିର, ଚର୍ଚ୍ଚ, ମସଜିଦ
ଯିବା ଅନେକ ବର୍ଷ ଭିତରେ ଏଇ ବୋଧ ହୁଏ ତାଙ୍କର ପ୍ରଥମ। ଭାବିଲେ ଯିଏ ଯାହା କରୁଛନ୍ତି ସେଥିପାଇଁ କ'ଣ କ୍ଷମା ଚାହିଁବେ ଯୀଶୁଙ୍କ ପାଖରୁ ଏ ପାଦ୍ରୀ ଜରିଆରେ? କିଛି ଠିକ୍ କରିପାରିଲେ ନାହିଁ। ସମୟ ମଧ୍ୟ ଅଳ୍ପ। କୌଣସି ସିଦ୍ଧାନ୍ତ ନେବା ଏ ପରିସ୍ଥିତିରେ ସମ୍ଭବ ନୁହେଁ। ଚର୍ଚ୍ଚରୁ ବାହାରି ଗାଡ଼ିରେ ପୁଣି ବସିଲେ ଦୁଇଜଣ। ତୁମେ କ'ଣ ପ୍ରତ୍ୟେକ ରବିବାର ଦିନ ଚର୍ଚ୍ଚ ଆସ? ନା। ଯେଉଁଦିନ ଅନ୍ୟ କୌଣସି ଏନଗେଜମେଣ୍ଟ ନଥାଏ ଆଜି ପରି? ଗାଡ଼ିକୁ ନିର୍ଦ୍ଦେଶ ଦେଲେ ନୀରା ତାଙ୍କ ଘର ଠିକଣାରେ। କାଉଲ ନୀରାଙ୍କୁ ଚାହିଁ କହିଲେ, ତାହେଲେ ତୁମର ଏଇ ସାହସକୁ ଯୀଶୁଙ୍କ ଦାନ ବୋଲି ମନେ କରିବା ପାଇଁ ହେବ। ଲଜ୍ଜା ବେଶ୍ୟାର ଅଳଙ୍କାର ନୁହେଁ। ତଥାପି ମାମୁଲି ସମୟ ପାଇଁ ହେଲେ ମଧ୍ୟ ସେ ସମ୍ମାନ ଚାହେଁ। ପବିତ୍ର ନହେଲେ ମଧ୍ୟ ଗୁପ୍ତ ନାରୀତ୍ୱର ସମର୍ପଣର ପ୍ରତିଦାନ। ପୃଥିବୀର ସମସ୍ତ ଖଣିଜର ସମସ୍ତ ସୁନା ମଧ୍ୟ ତାର ଯଥେଷ୍ଟ ପରିପୂରକ କ୍ଷତିପୂରକ ନୁହେଁ। ନୀରାଙ୍କୁ ପଚାରିଲେ, ବର୍ତ୍ତମାନ ଏ ପ୍ରଭାତରେ ଯଦି ଗଙ୍ଗାକୂଳକୁ ବୁଲିଯାଉଁ ତାହେଲେ ତୁମର ଆପତ୍ତି ଅଛି? ନୀରା କହିଲେ, ମୋତେ ଘରେ ପହଞ୍ଚାଇ ଦେବାର ପ୍ରତିଶ୍ରୁତି ଦେଲେ ଅବଶ୍ୟ ଆପତ୍ତି ନାହିଁ। କାଉଲ ହସି ହସି ତଥାସ୍ତୁ ଜଣାଇଲେ। ଗାଡ଼ି ଗଙ୍ଗା ନଦୀ କୂଳକୁ ଚାଲିଲା। ତୁମେ କେବେ ପ୍ରେମ କରିଛ ମିସ୍ ନୀରା? ପ୍ରେମର ଆକ୍ଷରିକ ତର୍ଜମା ଜାଣେନା। ତେବେ ଆମେ ସବୁବେଳେ ପ୍ରେମ କରୁ, ଅନ୍ତତଃ ପ୍ରେମ କରିବାର ଛଳନା କରୁ। କେବଳ ପ୍ରେମିକ ଭିନ୍ନ, ପରିସର ଭିନ୍ନ, ସମୟ ଭିନ୍ନ, କିନ୍ତୁ ପ୍ରେମ ଆମର ଅବିଚଳିତ। ଛଳନା ସ୍ୱରରେ ଉତ୍ତର ଦେଲେ ନୀରା। ଝରକା କାଚରୁ ବାହାର ରାସ୍ତାକୁ ଅନାଇଥାନ୍ତି କାଉ। କିଛି ସମୟ ଚିନ୍ତା କଲାପରେ ଅନେଇ ରହିଲେ ସିକ୍ତ ଆକାଶକୁ, ଗଙ୍ଗାର ଶାନ୍ତ ଧାରାକୁ। ନୀରା, ତୁମର ଅନେକ ଗର୍ବର ସାମଗ୍ରୀ ଅଛି ଇତିହାସରେ। ଯୀଶୁ ବୁଦ୍ଧଙ୍କ କଥା ଶୁଣିଛ? ନାମ ଶୁଣିଛି ମାତ୍ର, ନୀରା ଜଣାଇଲେ। ଜାଣିଛ ଯୀଶୁଙ୍କ ପାଖରେ ମାଡ଼ିଲୋନାଙ୍କୁ? ସେ ମଧ୍ୟ ଗଣିକା ଥିଲେ। ଯୀଶୁ ତାଙ୍କୁ ଗ୍ରହଣ କରିଥିଲେ। ତାଙ୍କରି ନାମରେ ଧର୍ମ ମନ୍ଦିର ସୃଷ୍ଟି ହୋଇଛି। ପୁଣି ଅମ୍ବାପଲ୍ଲୀଙ୍କୁ ଜାଣିଛ? ଯାହା ପାଇଁ ଦିନେ ବୁଦ୍ଧ କାଳେ ମୃତ୍ୟୁବରଣ କରିଥିଲେ। ଅବଜ୍ଞା କଲି ରାଜାଙ୍କ ନିମନ୍ତ୍ରଣ, କିନ୍ତୁ ଗ୍ରହଣ କରିଥିଲେ ଅମ୍ବାପଲ୍ଲୀଙ୍କ ପ୍ରାସାଦରେ ଆତିଥ୍ୟ, ଭକ୍ଷଣ କରିଥିଲେ ମାଂସ। ନୀରା ଅନାଇ ରହିଲେ କାଉଲଙ୍କ ମୁହଁକୁ। ମୁଁ ଯଦି ଯୀଶୁ ବା ବୁଦ୍ଧ ହୋଇଥାନ୍ତି ତାହେଲେ ତୁମକୁ ସଦ୍ୟ ମୁକ୍ତି ଦିଅନ୍ତି। ତୁମେ ରାମଚନ୍ଦ୍ର ନୁହଁ କିମ୍ବା ମୁଁ ମଧ୍ୟ ଅହଲ୍ୟା ନୁହେଁ। ତୁମେ ମୁକ୍ତି ଦେଇପାରିବ ନାହିଁ କିମ୍ବା ମୁଁ ମଧ୍ୟ ମୁକ୍ତି ଚାହେଁ ନାହିଁ। କାଉଲ ସାହେବ, ମୁଁ ଅଭିଶପ୍ତା ନୁହେଁ, ବ୍ୟବସାୟୀ। ମାଟ୍ରିକ ପାସ୍ କରୁ କରୁ ଜୀବନକୁ ମୁକାବିଲା କଲି। ସାମ୍ନାସାମ୍ନି ହେଲେ ରୁଗ୍ଣା ମାତା, ବୃଦ୍ଧ ପିତା, ସଂସାରର ଦାୟିତ୍ୱ, କଲିକତାର ନିଃସ୍ୱ ଦରିଦ୍ର ଜୀବନ। ଏ ବୋଝକୁ ଜୀବନ ସଡ଼କରେ ବୋହିବା ପାଇଁ କାହାର ସାହାଯ୍ୟ ପାଇଲି ନାହିଁ। ସମାଜର ଚାରି ଚଉହଦି ଭିତରେ ସ୍କୁଲର ସାର୍ଟିଫିକେଟ୍ ନେଇ ବାହାରିଲି ଲଢ଼ିବା ପାଇଁ ଦୁଃଖ ଅଭାବର ଦୈତ୍ୟ ସହିତ। ହେଲି ଟାଇପିଷ୍ଟ, ହେଲି ଶିକ୍ଷୟିତ୍ରୀ, ହେଲି ସେଲ୍ସ ଗାର୍ଲ। ଟାଇପିଷ୍ଟର ରୋଜଗାର ମାମୁଲି ଥିଲା, କିନ୍ତୁ ଅନେକ ଉପହାର ଦେଲି, ଅନେକ ଇଙ୍ଗିତ ଦେଲି ମୋତେ ରାଠୋର ସାହେବଙ୍କ ପରି। ଦିନେ ମୋ ହାତ ଧରି ପକାଇ କହିଲେ, ଏ କୋମଳ ଅଙ୍ଗୁଳିର ପ୍ରହାର ପାଇ ଟାଇପ୍ ମେସିନ୍ଟି ଧନ୍ୟ ହୋଇଛି। ମୋ ପାପୁଲିକୁ ତାଙ୍କ ଗାଲ ଉପରେ ଚାପି ଧରିଲି। ଆର ହାତରେ ସତ୍କାର କଲି ତାଙ୍କର ଆର ଗାଲଟିକୁ ଗୋଟିଏ ଚପେଟାଘାତ ଜରିଆରେ। ବିଦାୟ ନେଲି ସେଠୁ। ହେଲି ଶିକ୍ଷୟିତ୍ରୀ ଗୋଟିଏ ଛୋଟ ସହରର ସ୍କୁଲରେ। ସେଠାରେ ମ୍ୟାନେଜିଂ କମିଟିର ସଭାପତି ମୋତେ ଚାହିଁଲେ ତାଙ୍କର ମାତୃହୀନ ପୁତ୍ରଙ୍କର ପ୍ରାଇଭେଟ୍ ଟ୍ୟୁସନ୍ ପାଇଁ। ଦିନେ ରାତିରେ ପୁତ୍ର ପରିବର୍ତ୍ତେ ଦେଖେ ସ୍ୱୟଂ ପିତାଙ୍କୁ। ଦରଜା କବାଟ ବନ୍ଦ କରିଦେଇ ଆରମ୍ଭ କଲେ ମୋର ଶରୀର ଉପରେ ଆକ୍ରମଣ। ମୁଁ ପ୍ରତିରୋଧ ଜଣାଇଲି। କ୍ଷତ ବିକ୍ଷତ ହେଲେ ପିତୃଦେବ, କ୍ଷତ ବିକ୍ଷତ ହେଲି ମୁଁ। ଶେଷକୁ ଆସିଲି ସେ କେମିଷ୍ଟ ଦୋକାନକୁ ସେଲ୍ସ ଗାର୍ଲ ହୋଇ। ଆସିଲେ କଷ୍ଟମରମାନେ।
ଆସିଲେ ଦୋକାନ ମାଲିକଙ୍କ ଉଚ୍ଛୃଙ୍ଖଳ ପୁତ୍ରଗଣ ଓ ତାଙ୍କର ସହୋଦରମାନେ। ନେଲେ କ୍ଲବକୁ, ନେଲେ ଘୋଡ଼ା ଦୌଡ଼କୁ, ନେଲେ ବଡ଼ ବଡ଼ ହୋଟେଲକୁ। କାଉଲ ସାହେବ, ସେତେବେଳେ ପର୍ଯ୍ୟନ୍ତ ମୋର ସତୀତ୍ୱ ଥାଏ ଅକ୍ଷତ। ସେମାନଙ୍କର ସମସ୍ତ ଉପହାର ଗ୍ରହଣ କରେ, କିନ୍ତୁ ସେମାନଙ୍କର କ୍ଷୁଧାର ହିଁ ଅନିର୍ବାପିତ। ମୋତେ ଚାହିଁଲେ ଅନେକ, ଚାହିଁଲେ ସମ୍ପୂର୍ଣ୍ଣ ଶରୀର। ଅସ୍ୱୀକାର କଲି। କ୍ରୁଦ୍ଧ ହେଲେ ଏ ଜନତା। ମାଲିକଙ୍କ ପାଖରେ କହିଲେ, ମୋର ଉପସ୍ଥିତି ଏ ଦୋକାନର ପ୍ରତିଷ୍ଠାରେ ଅନ୍ତରାୟ ହେଉଛି। ଅବଶେଷରେ ସେଠାରୁ ମଧ୍ୟ ବିଦାୟ ନେବାକୁ ହେଲା। ବୁଝିଲି, ମୋର ଗୋଟିଏ ମାତ୍ର ପଦାର୍ଥ ଅଛି, ଯାହା ଜରିଆରେ ଜୀବନକୁ ସୁସ୍ଥ ସୁଖମୟ କରିପାରେ। ଏ ସମସ୍ତ ଜଗତ ମୋଠାରୁ କେବଳ ଗୋଟାଏ ଜିନିଷ ଚାହୁଁଛି। ତାପରେ ମୋର ଜୀବନ ଗୋଲାପ ଫୁଲର ତକ୍ତପୋଷ ପରି କୋମଳ ଓ ସୁଗନ୍ଧମୟ ହୋଇ ଉଠିବ। ସେ ହେଉଛି ମୋର ଶରୀରର ବିନିମୟ। କାଉଲ ସାହେବ କହିଲେ, ଖୁବ୍ ଇଣ୍ଟରେଷ୍ଟିଂ। ନୀରା କହି ଚାଲିଲେ। ଦିନେ ପାର୍କ ଷ୍ଟ୍ରିଟ୍ର ସେ ଜର୍ମାନୀ ଏୟାର ସର୍ଭିସର ଅଫିସ ସାମ୍ନାରେ ଛିଡ଼ା ହୋଇ ଯାଇଛି। ଦେଖୁଥାଏ ସେ ଚିତ୍ର ସବୁ। କେତେ ଦେଶର କେତେ ଚିତ୍ର। ସେଠାକାର ଲୋକଙ୍କର କେଡ଼େ ସୁନ୍ଦର ଡ୍ରେସ୍। ନ୍ୟୁ ମାର୍କେଟ ଯାଉଥାଏ। ସତ କହୁଛି କାଉଲ ସାହେବ, ସେ ମାସ ସାରା ଆମେ ପ୍ରାୟ ଉପାସ। ମା ମୃତ୍ୟୁଶଯ୍ୟାରେ। କିଛି ଭରସା ନଥାଏ। ଯେତେ ଋଣ କରିବାର କଥା ସବୁ ସରିଲାଣି। ଆଉ ସାଙ୍ଗସାଥୀଙ୍କ ମୁହଁ ଚାହିଁ ହେଉନାହିଁ। ମା'ର ପଥି ଦରକାର, ଡାକ୍ତର ଦରକାର, ଔଷଧ ଦରକାର। ତାକୁ ଏ ଅକାଳ ମୃତ୍ୟୁରୁ ବଞ୍ଚେଇବାକୁ ପଡ଼ିବ। ଟିକିଏ ନିଶ୍ୱାସ ମାରିଲେ ନୀରା। ପୁଣି ଆରମ୍ଭ କଲେ। ସନ୍ଧ୍ୟା ରତ ଜଣେ ଭଦ୍ରଲୋକ ଅଫିସରୁ ଫେରି ଆସୁଥାନ୍ତେ ଏକାକୀ। କିଛି ସମୟ ପାଇଁ ମୋତେ ଲକ୍ଷ୍ୟ କଲେ। ମନେ ହେଲା ବିଦେଶରୁ ଫେରୁଛନ୍ତି। ବମ୍ବେ ଆଡ଼ର ଲୋକ। ଆସ୍ତେ ଆସ୍ତେ ମୋ ଆଡ଼କୁ ଆସିଲେ। କହିଲେ, ହ୍ୟାଲୋ। ମୁଁ ମଧ୍ୟ ମଜାରେ ଜବାବ ଦେଲି, ହ୍ୟାଲୋ। କହିଲେ, କଲିକତାରେ ମୁଁ ଏକାବେଳକେ ନୂଆ। ମୋତେ ମୋ ହୋଟେଲରେ ପହଞ୍ଚେଇ ଦେବାରେ ସାହାଯ୍ୟ କରିବେ କି? କହିଲି, ସମୟ ମୋର ନଷ୍ଟ ହେବ। ପାରିଶ୍ରମିକ ଦେଲେ ଯିବି। କେତେ? ଆପଣଙ୍କ କ୍ଷମତା ଅନୁସାରେ। ଅଭିମାନକୁ ତାଙ୍କର ବାଧିଲା। କହିଲେ, ରାତ୍ରି ଶେଷ ପର୍ଯ୍ୟନ୍ତ ରହିଲେ 200 ଟଙ୍କା ଦେବି। ଛାତିରେ ମୋ ଚାହୁଁ କରି ଲାଗିଲା। ଦାରିଦ୍ର୍ୟ ଓ ପ୍ରତିଷ୍ଠା ମଧ୍ୟରେ ପରଦାଟା ଏତେ ପତଳା। ସେତେବେଳ ପର୍ଯ୍ୟନ୍ତ ଜୀବନରେ 200 ଟଙ୍କା ଏକାବେଳକେ ଦେଖି ନଥାଏ। ମୋର ଅଭାବ ମଧ୍ୟ ଉତ୍କଟ ଆକାର ଧାରଣ କରିଥିଲା ଶ୍ରାବଣର କଳା ମେଘ ପରି। ସନ୍ଧ୍ୟାକୁ ଯେତେବେଳେ ଘରେ ପ୍ରତିଦିନ ପହଞ୍ଚି ମା କାକୁତିପୂର୍ଣ୍ଣ ଦୃଷ୍ଟିରେ ଅନେଇଥାଏ ପଥି, ଫଳ ଓ ଔଷଧ ପାଇଁ, ଆଖି ଆଗରେ ନାଚିଗଲା ସେହି ଦୁସ୍ଥ ଦୃଷ୍ଟି। ଆଉ କିଛି ଚିନ୍ତା କରିପାରିଲେ ନାହିଁ। ହଁ ଭରିଲି। ଭଦ୍ରଲୋକଙ୍କ ସହିତ ଗଲି। ବାଟରୁ ଦୋକାନକୁ ନେଇଗଲେ। କିଣିଲେ ଶାଢ଼ୀ, କିଣିଲେ ପ୍ରସାଧନର ସାମଗ୍ରୀ, କିଣିଲେ ପରଫ୍ୟୁମ୍। ହୋଟେଲରେ ପହଞ୍ଚି କହିଲେ, ପିନ୍ଧ। ସାହାଯ୍ୟ କଲି ସାଜସଜ୍ଜାରେ। ହୋଟେଲର ବଡ଼ ବଡ଼ ଆରସି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ପରିଷ୍କାର ଦିଶୁଥାଏ। ସେ ନେଳିଆ ଆଲୋକରେ ମୋର ରୂପ ଯେତେବେଳେ ଦେଖିଲି, ସତରେ କାଉଲ ସାହେବ, ଆଶ୍ଚର୍ଯ୍ୟ ହୋଇଗଲି ନିଜେ। ମୁଣ୍ଡରେ କେଶସଜ୍ଜା, ଆଖିରେ ରଙ୍ଗ, ଓଠରେ ଲିପଷ୍ଟିକ୍, ଉନ୍ନତ ଛାତି, ଲଙ୍ଗଳା କଟି। ସେ ଶାଢ଼ୀରେ ଆବୃତ ଶରୀରରେ ମୁଁ ନୂଆ ମଣିଷ ପରି ଦେଖାଗଲି। ମୋର ଘରେ ନାଁ ଥିଲା ନିର୍ମଳା। ପ୍ରୌଢ଼ ଜଣକ ମୋତେ ପଚାରିଲେ ଇଂରାଜୀରେ, ତୁମ ନାମ କ'ଣ? ମୁଁ ତାଙ୍କରି ଢଙ୍ଗରେ ସେହିପରି ଓଠ ଚିପି ଚିପି ଇଂରାଜୀରେ ଉତ୍ତର ଦେଲି, ମୋ ନାମ ମିସ୍ ନୀରା। ସେହି ମୁହୂର୍ତ୍ତରେ ନିର୍ମଳାର ମୃତ୍ୟୁ ହେଲା। ଜନ୍ମ ନେଲା ମିସ୍ ନୀରା। ମୁଁ ଚାହୁଁଥାଏ ମୋର ପ୍ରତିବିମ୍ବକୁ ସେ ବଡ଼ ଆରସିଟାରେ। ରୂପ ସହିତ ନାମଟା ଯୁକ୍ତିଯୁକ୍ତ ହେଉଛି କି ନାହିଁ ମନେ ମନେ ସନ୍ତୁଷ୍ଟ ହେଲି। ସନ୍ତୁଷ୍ଟ ହେଲେ ସେ ମହାଶୟ। ପଛରେ ଛିଡ଼ା ହୋଇଥିଲେ। ହଠାତ୍ ପଛଆଡ଼ୁ ମୋ ଦେହକୁ ଗୁଡ଼ାଇ ଧରିଲେ ଗୋଟିଏ ହାତରେ। ଆର ହାତରେ ମୋ ମୁହଁଟାକୁ ପଛକୁ ଠେଲି ଆଣି ଚୁମ୍ବନ ଦେଲେ। ପ୍ରଥମେ ପ୍ରତିବାଦ କଲି। ନିର୍ମଳା ଉତ୍କ୍ଷିପ୍ତ ହେଲା।
ବାଧା ଦେଲା। ପର ମୁହୂର୍ତ୍ତରେ ସହ୍ୟ କଲା ମିସ୍ ନୀରା। ସେ ବାହୁବନ୍ଧନକୁ ସ୍ୱୀକାର କଲି, ତଥାପି ସତୀତ୍ୱ ଥାଏ ଅକ୍ଷତ। ମନେ ମନେ ଯନ୍ତ୍ରଣା ପାଇଲି। ଭାବିଲି ପାପ, ଏଇଟା କଳଙ୍କ ନାରୀ ପକ୍ଷରେ। ସେ ସନ୍ଧ୍ୟା ରାତି 10ଟା ପରେ ଦେଖିଲି ଅନେକ ଭଦ୍ରଲୋକ, ଭଦ୍ର ମହିଳା ପହଞ୍ଚିଲେ ସେ ହୋଟେଲରେ। ଏ ମହାଶୟ ହେଉଛନ୍ତି ଦିଲ୍ଲୀର ଜଣେ ମଶହୁର ବ୍ୟବସାୟୀ। ତାଙ୍କ ସହିତ ରାତ୍ରି ଭୋଜନ ପାଇଁ ଆସିଛନ୍ତି ଅନ୍ୟାନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିଗଣ। ସିଗ୍ନାଲ ପୋଷ୍ଟ ପାଖରେ ମଟରଟା ବନ୍ଦ ହୋଇଗଲା। ମିସ୍ ନୀରା ଚୁପ୍ ରହିଲେ। କାଉଲ ଅନାଇଥାନ୍ତି ତାଙ୍କ ମୁହଁକୁ। ହାତଟି ପଡ଼ିଥାଏ କାଉଲଙ୍କ ବାହୁ ଉପରେ। ଗମ୍ଭୀର ହୋଇଗଲେ ନୀରା। ଆଉ କିଛି କହୁନାହାନ୍ତି। ସୋତାର ଖିଅ ଯୋଡ଼ି କାଉଲ ପଚାରିଲି, କହୁଥିଲ ସେ ରାତିରେ ଡିନର କଥା। ଅନେକ ଲୋକ ଆସିଥାନ୍ତି ନା? ପ୍ରତ୍ୟେକ ଗଣିକାର ଏହି ପ୍ରକାର ଗଳ୍ପ ସବୁ ଥିବ।